ପିଲାମାନେ, ଏବେ ତ ବର୍ଷା ଦିନ, ତେଣୁ ତମେ ସବୁ ଖୁବ୍ ସତର୍କ ହୋଇ ଚଳିବ। କାହିଁକି ନା ଏହି ସମୟରେ ଜ୍ୱର, ଥଣ୍ଡା, ସର୍ଦ୍ଦି, କାଶ ଏସବୁ ରୋଗ ବହୁଳ ମାତ୍ରାରେ ଦେଖାଦେଇଥାଏ। ତେଣୁ ଅଯଥାରେ ବର୍ଷାରେ ଜମାରୁ ଭିଜିବନି। ଯଦି ଭିଜିଯାଅ ତେବେ ଓଦା ଲୁଗା ସାଙ୍ଗେ ସାଙ୍ଗେ ବଦଳେଇ ଦେବ। ଶୁଖିଲା ଆଉ ସଫା ଲୁଗା ପିନ୍ଧିବ। ଗରମ ଖାଦ୍ୟ ଖାଇବ। ଫ୍ରିଜ୍ର ଥଣ୍ଡା ଖାଦ୍ୟ ଆଉ ପାନୀୟ ଜମାରୁ ଛୁଇଁବ ନାହିଁ। ବାହାରେ ଖୋଲାରେ ମିଳୁଥିବା ଖାଦ୍ୟ ପଦାର୍ଥ ଜମାରୁ ଖାଇବନି। ରାତିରେ ମଶାରୀ ଟାଙ୍ଗି ଶୋଇବ। କାହିଁକି ନା ଏହି ସମୟରେ ମଶା ମାଛିଙ୍କ ପ୍ରାଦୁର୍ଭାବ ବଢ଼ିଥାଏ। ତେଣୁ ଯେତେ ସତର୍କ ହୋଇ ଚଳିବ ସେତେ ତମେମାନେ ରୋଗମୁକ୍ତ ରହିବ। ହଉ ପିଲେ, ଆସ ଆଜିର କାର୍ଯ୍ୟକ୍ରମରେ ପ୍ରଥମେ ଶୁଣିବା ଭଜନଟିଏ। ଗାଉଛନ୍ତି ଗୁରୁପ୍ରୀତ ତରାସିଆ, ରଚନା ରାଧାନାଥ ଦାସ। ভকত বিদুর শাগ ভজা দে তো সাই পারিলা মন। ভকত বিদুর শাগ ভজা দে তো সাই পারিলা মন। ମୁଁ ଯେତେ ଦରବ ଯାଚିଲେ କାହିଁକି, ମୁଁ ଯେତେ ଦରବ ଯାଚିଲେ କାହିଁକି, ନ ଛୁଅଁ ହେ ଭଗବାନ ହୋ, ନ ଛୁଅଁ ହେ ଭଗବାନ। ଦାସିଆ ବାଉରି କି ତପ କରିଲା, ତା ଶ୍ରୀଫଳ ହସ୍ତେ ନେଲା। ବନ୍ଧୁ ବୋଲି କହି ବନ୍ଧୁ ମହାନ୍ତିଙ୍କୁ ଭୋଗ ଥାଳି ଯାଚି ଦେଲ। ତୁମେ ପରା ସେହି ଭାବ ବିନୋଦିଆ, ତୁମେ ପରା ସେହି ଭାବ ବିନୋଦିଆ। ମୋ ପାଇଁ କିଆ ମୌନ ଓ, ମୋ ପାଇଁ କିଆ ମୌନ। ଦେଉଥିବି ମୁହିଁ ନେଉଥିବ ତୁମେ, ଏଡ଼େ ଭାଗ୍ୟ ମୋର କାହିଁ। ଅସରା ଲୁହରେ ଭରା ମୁଁ ପସରା, କି ଦେଇ ପୋଷିବି ମୁହିଁ। ତୁମ ଛଡ଼ା ଫୁଲ ତୁଳସୀ ପାଇ ହେ, ତୁମ ଛଡ଼ା ଫୁଲ ତୁଳସୀ ପାଇ ହେ। ଯାଉ ମୋର ଏ ଜୀବନ
ଭୋଗ ଭଜା ଦେଇ ତୋ ସାଇ ପାରିଲା ମନ ହୋ ତୋ ସାଇ ପାରିଲା ମନ ମୁଁ ଯେତେ ଦରବ ଯାଚିଲେ କାହିଁକି ମୁଁ ଯେତେ ଦରବ ଯାଚିଲେ କାହିଁକି ନ ଛୁଆ ହେ ଭଗବାନ ହୋ ନ ଛୁଆ ହେ ଭଗବାନ ହୋ ନ ଛୁଆ ହେ ଭଗବାନ। ପିଲେ, ତମ ଘର ଆଗରେ ଫୁଲ ବଗିଚାଟିଏ ନିଶ୍ଚୟ ଥିବ ନା କ'ଣ? କେତେ ରକମ ରକମର ଫୁଲ ଫୁଟିଥିବ ନାଇଁ? ଯାହାର ବଗିଚା ନାହିଁ ସେମାନେ ଫୁଲ କୁଣ୍ଡରେ ଗଛ ଲଗେଇଥିବେ। ଏସବୁ ଗଛମାନଙ୍କର ଯତ୍ନ ନେବା ନିହାତି ଦରକାର। ସେତେବେଳେ ମନେ ପଡ଼େ ମାଳିର, ଯିଏକି ଏଇ ଫୁଲ ଗଛ ଫଳ ଗଛର ଯତ୍ନ ନିଏ। ଗଛ ଲଗେଇବା ଠାରୁ ଆରମ୍ଭ କରି ଗଛ ବଡ଼ ହୋଇ ଫୁଲ ଫଳ ଫଳିବା ଯାଏ ମାଳିର କାମ ଚାଲେ। ଆସ ଆଜି ଆମ ଉପକାରୀ ବନ୍ଧୁକ୍ରମରେ ଜାଣିବା ବଗିଚାର ମାଳି ସମ୍ପର୍କରେ। କହିଛନ୍ତି ସଦାନନ୍ଦ ପରିଡ଼ା। ପିଲାମାନେ, ଆଜି ତମମାନଙ୍କୁ ମୁଁ ଆମର ଜଣେ ଉପକାରୀ ବନ୍ଧୁ କଥା କହିବି। ମନ ଦେଇ ଶୁଣ। ସକାଳେ ଘର ଆଗରେ ଫୁଲ ଗଛ ଗୁଡ଼ିଏ ଥିଲେ ଦେଖିଲେ ଭାରି ଖୁସି ଲାଗେ। ସୂର୍ଯ୍ୟ କିରଣ ପଡ଼ିଲେ ସତେ ଯେମିତି ଫୁଲ ଗୁଡ଼ିକ ହସୁଥାନ୍ତି। ଏଇ ଫୁଲ ଗଛ ଗୁଡ଼ିକର ଯିଏ ନୀତି ଯତ୍ନ ନିଏ ସିଏ ହେଉଛି ମାଳି। ଆମ ବଗିଚାରେ, ଆମ ସ୍କୁଲ କଲେଜରେ ମାଳି ଆସି ଫୁଲ ଗଛ ଲଗାଏ। ତା ମୂଳରେ ପାଣି ଦିଏ, ଗଛ ମୂଳ କୋଡ଼ା ଖୁସା କରେ, ଖତ ସାର ବି ଦିଏ। ଫୁଲ ଫୁଟିଲେ ସେ ଭାରି ଖୁସି ହୁଏ। ହେଲେ କିଏ ଫୁଲ ତୋଳି ନେଲେ ତା ମନ ଭାରି ଦୁଃଖ ହୁଏ। ଯେତେବେଳେ ଫୁଲର ବାସ୍ନା ଚାରିଆଡ଼େ ମହକିଯାଏ, ମାଳି ଭାବେ ସତେ ଯେମିତି ମୋ ଯଶ ମହକି ଯାଉଛି। ସେ ଗୋଟିଏ ଦୁଇଟି ଫୁଲ ଗଛ ଲଗେଇଲେ ସନ୍ତୁଷ୍ଟ ହୁଏନି। ଭାବେ ଆହୁରି ଗଛ ଲଗେଇବି, ଆହୁରି ଫୁଲ ଫୁଟେଇବି, ଆହୁରି ବାସ ଛୁଟେଇବି। ତା ପାଖରେ ବଡ଼ ଫୁଲ କି ଛୋଟ ଫୁଲର ପ୍ରଭେଦ ନଥାଏ। ଦେଶୀ ଫୁଲ କି ବିଦେଶୀ ଫୁଲର ଫରକ ନଥାଏ। ସିଏ ସବୁ ଫୁଲକୁ ଆଦର କରେ, ଆଉଁସି ଦିଏ, ଯତ୍ନ ନିଏ। ଆଉ ମାଳି ଯେତେବେଳେ ଫୁଲ ଗଛ ମୂଳେ ପାଣି ଦିଏ, ଭାବେ ଯେମିତି ସିଏ ଛୋଟ ଛୁଆଙ୍କୁ କ୍ଷୀର ପିଆଉଛି, ଛୁଆଟିକି ତା ଖାଦ୍ୟ ଦେଉଛି। ସେମିତି ଗଛକୁ ଖତ ସାର ପାଣି ଦେଇ ପାଳି ପୋଷି ବଡ଼ କରେ। ଯେତେବେଳେ ଗଛଟିଏ ଝାଉଁଳି ପଡ଼େ, ତାକୁ ଲାଗେ ଯେମିତି ତା ଛୁଆଟିର ରୋଗ ବେମାରୀ ହେଇଛି। ପୁଣି ଭାବେ ମୋ ଛୁଆଟି ଶୀଘ୍ର ଭଲ ହେଇଯିବ ତ, ସେଥିପାଇଁ ଠାକୁରଙ୍କୁ ଡାକେ। ପ୍ରାଣପଣେ ଲାଗି ପଡ଼େ। ଗଛ ମୂଳରେ ଉଇ ଲାଗିଲେ ସିଏ ଗ୍ୟାମାକ୍ସିନ୍ ଦିଏ, ନିହାତି ଦରକାର ହେଲେ କୀଟନାଶକ ଛିଞ୍ଚି ଦିଏ। ଗଛଟି ବଡ଼ ହେଇ କଢ଼ ଧରିଲେ ମାଳି ଭାବେ ସିଏ ବାପା ହେଇଗଲା। ତାକୁ ବହୁତ ଖୁସି ଲାଗେ। ହଁ ପିଲାମାନେ, ତମେ ଜାଣିଛ, ଫୁଲ ଆମର ଜନ୍ମଦିନ ଠାରୁ ମୃତ୍ୟୁଶଯ୍ୟା ପର୍ଯ୍ୟନ୍ତ ଦରକାର ହୁଏ। ଆଉ ଯେବେ ଫୁଲ ଠାକୁରଙ୍କ ପାଖରେ ଲାଗି ହୁଏ, ତାଙ୍କ ମୁଣ୍ଡରେ ଚଢ଼ା ହୁଏ, ମାଳିର ମନ ଆନନ୍ଦରେ ନାଚି ଉଠେ। ସିଏ ଭାବେ ମୁଁ ମନ୍ଦିରକୁ ନ ଯାଇପାରିଲେ ବି ଏଇଠି ଠାକୁର ଦର୍ଶନ କରିଦେଲି। ପିଲାଟିଏ ଜନ୍ମ ହେଲେ ତାର ରୂପ ରଙ୍ଗ ଦେଖି ନାଁ ଦିଆଯାଏ। ସେମିତି ମାଳି ବି ଫୁଲର ରଙ୍ଗ, ରୂପ, ବାସ୍ନାକୁ ଚାହିଁ ତାର ନାମକରଣ କଲେ। ତମେ ଜାଣିଥିବ, ଆଜିକାଲି ଟଗର, ତରାଟ, ସେବତୀ, ମନ୍ଦାର, ଜୁଇ, ଜାଇ, ମଧୁମାଳତୀ, ସୁଗନ୍ଧରାଜ, ଜିନିଆ, ଗେଣ୍ଡୁ, ମାଣିକ ମକଦଲ, ସୂର୍ଯ୍ୟମୁଖୀ, ହରଗୌରୀ, ନିଆଳି, ଚମ୍ପା, କାଠଚମ୍ପା, କାମିନୀ, ଗୋଡ଼ିବାଣ, ଅପରାଜିତା, ହୀରା, ଏମିତି କେତେ ଫୁଲ ଫୁଟୁଛି। ଆଉ କିଆ ଫୁଲ ଫୁଟିଲେ ଚାରିଆଡ଼ ବାସିଯାଏ। ରଜନୀଗନ୍ଧା, ହେନା, ମଲ୍ଲି ଆଉ ଗଙ୍ଗଶିଉଳି ଫୁଲ ରାତିରେ ଫୁଟେ। ପିଲାମାନେ ଗୀତ ଗାଆନ୍ତି, ରଜନୀଗନ୍ଧା ରାତିରେ ଫୁଟେ, ଆଲୁଅ ଆସିଲେ ଅନ୍ଧାର ହଟେ। ତମେ ଜାଣିଛ, ପଦ୍ମ ଫୁଲ, କଇଁ ଫୁଲ ଆଉ ବ୍ରହ୍ମକମଳ ଫୁଲ
ଆମ ବଡ଼ ଠାକୁର ଜଗନ୍ନାଥଙ୍କର ଅତି ପ୍ରିୟ। ତୁଳସୀ ଆଉ ଦୟଣା ବି ତାଙ୍କ ପାଖରେ ଲାଗି ହୁଏ। ମାଳି ବ୍ରହ୍ମକମଳ ଗଛର ବହୁତ ଯତ୍ନ ନିଏ। ତମେ ଦେଖିଥିବ କଦମ୍ବ ଫୁଲଟି ଫଳଟିଏ ପରି ଦିଶେ। ମାଳି ଫୁଲ ଫୁଟାଏ, ମହୁମାଛି ଫୁଲରୁ ମହୁ ସଂଗ୍ରହ କରି ଆଣି ସାଇତି ରଖେ। ଆମେ ତାକୁ ଆଣି ଔଷଧ ସହ ଖାଉ। ହଁ ଶୁଣ ପିଲାମାନେ, ଫୁଲ ଗଛର ଯତ୍ନ ନେଇ ନେଇ ମାଳି ବି ଦିନେ ବୁଢ଼ା ହେଇଯାଏ, ହେଲେ ଥକିଯାଏ ନାହିଁ। ସିଏ ଲହୁଲୁହାଣ ହେଇ କାମରେ ଲାଗିଥାଏ। ଫୁଲ ବଗିଚା ପାଇଁ ସିଏ ଜୀବନ ଦେବାକୁ ପଛାଏ ନାହିଁ। ଆସ ଆମେ ଫୁଲ ପରି ମାଳିର ବି ଆଦର କରିବା, ତାକୁ ଭଲ ପାଇବା, ସମ୍ମାନ ଦେବା। ସତରେ ମାଳି ଆମର ଜଣେ ଉପକାରୀ ବନ୍ଧୁ। ଜାଣିଲ ପିଲେ ବଗିଚାର ମାଳି ସମ୍ପର୍କରେ। ସେ ଆମର ସତରେ କେଡ଼େ ଉପକାରୀ ବନ୍ଧୁ, ନାଇଁ? ଏ ବିଷୟରେ କହୁଥିଲେ ସଦାନନ୍ଦ ପରିଡ଼ା। ଏବେ ଆସ ପିଲେ ଗୁରୁପ୍ରୀତ ତରାସିଆଙ୍କ କଣ୍ଠରେ ଶୁଣିବା ଶିଶୁ ଗୀତଟିଏ, ଯାହାକୁ ଲେଖିଛନ୍ତି କ୍ଷୀରଚନ୍ଦ୍ର ପୋଥାଳ। ପୁଅ ପଢ଼ଇ ମନ ଦେ, ସଞ୍ଜ ହେଲେ ବସିଯାଏ ଧରି ପଢ଼ା ବହି। ନାମ ସୁନା ପୁଅ ପଢ଼ଇ ମନ ଦେ, ସଞ୍ଜ ହେଲେ ବସିଯାଏ ଧରି ପଢ଼ା ବହି। ସକାଳ ହେଲେ ସଅଳ ଉଠେ, ସାରି ଦେଇ ତା ବାସି ପାଇଟି। ସକାଳ ହେଲେ ସାରି ଦେଇ ତା ବାସି ପାଇଟି। ସ୍କୁଲକୁ ବାହାରି ଯାଏ, ସ୍କୁଲକୁ ବାହାରି ଯାଏ। ବହି ସିଲଟ ନେଇ, ବହି ସିଲଟ ନେଇ, ବହି ସିଲଟ ନେଇ, ବହି ସିଲଟ ନେଇ। ନାମ ସୁନା ପୁଅ ପଢ଼ଇ ମନ ଦେଇ, ସଞ୍ଜ ହେଲେ ବସିଯାଏ ଧରି ପଢ଼ା ବହି। ସେଇଠି ମା ଦିଅନ୍ତି ଯାହା, ଖୁସି ମନରେ ଖାଏ ସେ ତାହା। ସେଇଠି ମା ଦିଅନ୍ତି ଯାହା, ଖୁସି ମନରେ ଖାଏ ସେ ତାହା। ଅଝଟପଣ କିଏ ବା ତାର, ଅଝଟପଣ କିଏ ବା ତାର। କେହି ତ ଦେଖି ନାହିଁ, କେହି ତ ଦେଖି ନାହିଁ, କେହି ତ ଦେଖି ନାହିଁ, କେହି ତ ଦେଖି ନାହିଁ। ନାମ ସୁନା ପୁଅ ପଢ଼ଇ ମନ ଦେଇ, ସଞ୍ଜ ହେଲେ ବସିଯାଏ ଧରି ପଢ଼ା ବହି। ନାମ ସୁନା ପୁଅ ପଢ଼ଇ ମନ ଦେଇ, ସଞ୍ଜ ହେଲେ ବସିଯାଏ ଧରି ପଢ଼ା ବହି। ସଞ୍ଜ ହେଲେ ବସିଯାଏ ଧରି ପଢ଼ା ବହି। ସଞ୍ଜ ହେଲେ ବସିଯାଏ ଧରି ପଢ଼ା ବହି। ପିଲେ ସାନବେଳେ ତମେ ଯେତେବେଳେ ସାଙ୍ଗସାଥୀଙ୍କ ସହ ଖେଳିଥାଅ, ସେତେବେଳେ କୌଣସି ବିଷୟରେ ଚିନ୍ତା ନଥାଏ। ଖାଇବାର, ପିଇବାର, ପଢ଼ିବାର ସବୁ କିଛି ଖେଳ ପଛରେ ଭୁଲି ହେଇଯାଏ। ସେଇ ପିଲାଦିନକୁ ଆସ ପିଲେ ଆଜି ମନେ ପକାଇବା, ଶୁଣିବା କବିତା ମୋ ଗାଁ ଧୂଳି ଖେଳ। କବିତାଟିକୁ ଆବୃତ୍ତି କରୁଛନ୍ତି କମଳାକାନ୍ତ ପଣ୍ଡା। ମୋ ନାଁଟି ସୁନିଲୋ, ତୋ ନାଁଟି ସନିଆ। ଧୂଳିବାଲିରେ ଖେଳିବା ଆମେ, ଜାଣିବା ନୂଆ ଦୁନିଆ। ରଙ୍ଗରଙ୍ଗିଆ ପ୍ରଜାପତି ଧରି ଧରିକା ବୁଲିବା, ଆକାଶ ତଳେ ବହୁଟି ସାଜି ଚୋର ପୁଲିସ ଖେଳିବା।
କେହି ଆମକୁ ଆକଟ କଲେ ହେବାନି ଜମା ଛାନିଆ, ଜାଣିବା ନୂଆ ଦୁନିଆ। ସଢ଼େଇ ଧରି ଭାତ ରାନ୍ଧିବା, ଡାକିବା ସାଇ ପଡ଼ିଶା, ସାରୁ ଉଲରେ ତିଅଣ କରି ରାନ୍ଧିବା ମାଛ ଗଡ଼ିଶା। ବୋଉ ଆଇଲେ କହିବା ଆମେ, ଦବ ସେ ଗୋଟେ ନଡ଼ିଆ, ଜାଣିବା ନୂଆ ଦୁନିଆ। ନେଉଳ ଗାତ କରିବା ଆମେ ନଈ କୂଳରେ ବସିକି, ରୋଷେଇ ପାଇଁ ଭାବିବା ନାହିଁ ଆଣିବା ତୋଳି ଘଷିକି। ଗୁରୁ ଗୁରୁମା କଥା ମାନିବା, ହବାନିରେ ଅମାନିଆ। ପାଠ ପଢ଼ିବା ମନ ଲଗାଇ ଦେଶର ହିତ ପାଇଁକି, ବହିର ମହୁ ଚାଖି ବୁଲିବା ଚାକିରି ବୁଦ୍ଧି ଛାଡ଼ିକି। ବାଡ଼ି ବଗିଚା କାମ କରିବା ହେବାନି ମୋଟେ ହାଲିଆ। ଦିହ ପାର ଯତନ ନବା, ଦିହଟା ପରା ମନ୍ଦିର। ଝାଳ ବୁହାଇ କରମ କରି ଅଳିଆ କରି ବାହାର। ଅଁଳା କୋଳି କାକୁଡ଼ି ଶାଗ ପାଇଁରେ ହେବା ବାଇଆ। ସାରା ଦୁନିଆ ଭଲରେ ରହୁ, ରହିବା ନାହିଁ ପଛୁଆ। ମୋ ନାଁଟି ସୁନିଲୋ, ତୋ ନାଁଟି ସୋନିଆ, ଧୂଳିବାଲିରେ ଖେଳିବା ଆମେ, ଜାଣିବା ନୂଆ ଦୁନିଆ। ପିଲାମାନେ, ତମ ସହ ଗପୁ ଗପୁ ଦେଖିଲଣି ଜଣେ କୁନି ମୁନିଟେ ଝିଅ ଆସି ଆମ ପାଖରେ ବସିଛନ୍ତି। ପିଙ୍କ କଲର ଡ୍ରେସ୍, ପିଙ୍କ କଲର କ୍ଲିପ୍, ଚୁଡ଼ି, ହାର, ଘଣ୍ଟା, ପାଉଁଜି ସବୁ ପିନ୍ଧିକି ଗୋଟେ ବଢ଼ିଆ ଡ୍ରେସଅପ୍ ହେଇକି ଆସିଛନ୍ତି। ତାଙ୍କ ସହିତ କଥା ହେବା। ଆଚ୍ଛା କୁନି ଝିଅ, ତମ ନାଁ କ'ଣ କହିଦେଲ? ପ୍ରୀତି ରେଖା ବେହେରା। କୋଉ ସ୍କୁଲରେ ପାଠ ପଢୁଛ? ବ୍ରାଇଟ୍ ଫ୍ୟୁଚର ସ୍କୁଲ। ସେଟା କୋଉଠି? ଘର ପାଖରେ। ତମ ଘର ପାଖରେ? ତମ ଘରଟା କୋଉଠି କି? କଟକ ସିଡିଏ। ସିଡିଏରେ ତମ ଘର? ଆଚ୍ଛା, ତମ ସ୍କୁଲଟା ବି ସେଇଠି ସିଡିଏରେ? କୋଉ କ୍ଲାସରେ ପଢୁଛ? ଷ୍ଟାଣ୍ଡାର୍ଡ 1। ତମେ କେମିତି ସ୍କୁଲକୁ ଯାଅ? ବାପା ସାଙ୍ଗରେ ଯାଏ। ବାବାଙ୍କ ସାଙ୍ଗରେ ଯାଅ? ବାବା ନେଇକି ସ୍କୁଲରେ ଛାଡ଼ି ଦିଅନ୍ତି, ପୁଣି ସ୍କୁଲ ଛୁଟି ହେଲେ ବାବା ନେଇ ଆସନ୍ତି? ହଁ। ଆରେ ବା, କ'ଣ କ'ଣ ସବୁ ପଢା ହଉଛି ସ୍କୁଲରେ? ଇଂଲିଶ, ଗ୍ରାମାର, ମ୍ୟାଥ, ସାଇନ୍ସ, ଓଡ଼ିଆ, ହିନ୍ଦୀ। ତମକୁ ସବୁଠୁ ବଢିଆ କୋଉଟା ଲାଗୁଛି? ମ୍ୟାଥ ଭଲ ଲାଗୁଛି? ଫୁଲ ମାର୍କ ରହୁଛି? ଫୁଲ ମାର୍କ ରହୁଛି। ମ୍ୟାଥ ଟିଚର ତମକୁ ଗାଳି କରନ୍ତିନି? ନା। ସେ ମ୍ୟାଥ ଟିଚରଙ୍କ ନାଁ କ'ଣ? ଝୁନୁ ମ୍ୟାଡାମ। ତମକୁ ଘରେ କ'ଣ ଡାକନ୍ତି? ଲୁସି। ଆଉ ତମ ଘରେ ସବୁ କିଏ କିଏ ଅଛନ୍ତି? ଜେଜେମା, ଜେଜେବାପା, ବିରୁ ଦାଦା, ସାନମା, ବାପା, ମାମା, ଖୁସି ଦିଦି। ତମର ଗୋଟେ ଦିଦି ବି ଅଛନ୍ତି? ହଁ। କେତେ ବଡ଼ ତମଠୁ? ବହୁତ ବଡ଼। ବହୁତ ବଡ଼? କୋଉ କ୍ଲାସରେ ପାଠ ପଢୁଛନ୍ତି ସେ? 7ରେ। ଆଉ ତମେ କୋଉ କ୍ଲାସରେ ପଢୁଛ? 1। ତମଠୁ 7 ବର୍ଷ ବଡ଼? ହଁ। ଆରେ ବା, ଘରେ ଚଗଲା କିଏ ହୁଏ? ସତ କହିବ, ଦିଦି ଚଗଲା ହୁଏ ନା ତମେ ଚଗଲା ହୁଅ? ମୁଁ। ମାଡ଼ କାହାକୁ ପଡେ, ତମକୁ ନା ଦିଦିଙ୍କୁ? ମତେ। ତମକୁ ପଡେ? କ'ଣ ଚଗଲାମି କର କହିଲ ଦେଖିଆ ଘରେ? ମୁଁ ସବୁବେଳେ ଖାଇନି। ଖାଅନି? ଆଚ୍ଛା, ଖାଇବାରେ ଟିକେ ବଦମାସି କର। ତମର ଫେଭରେଟ୍ ଖାଇବା କୋଉଟା? ପିଠା, ମଟର ତରକାରୀ। ପିଠା ଆଉ ମଟର ତରକାରୀ? ଆଜି କ'ଣ ଖାଇକି ଆସିଛ? ପିଠା ଆଉ ମଟର ତରକାରୀ। ଆଜି ବି ପିଠା ମଟର ତରକାରୀ ଖାଇକି ହେଇଛ? ଆରେ ବା, ପିଠା ମଟର ତରକାରୀ ଛଡା ଆଉ କ'ଣ ଖାଅ କୁହ? ଘରେ କ'ଣ ମାମା ରାନ୍ଧନ୍ତି ଯୋଉଟା ତମେ ବଢିଆ ସେ ଖାଇଦିଅ? ପୁରୀ? ଆରେ ବା, ପୁରୀ ଖାଇବାକୁ ଭଲ ଲାଗେ? ଆଚ୍ଛା, ତମେ ସ୍କୁଲରେ ଟିଫିନ୍ କ'ଣ ନେଇକି ଯାଅ? ପରଟା? ଆଉ ପରଟା ସାଙ୍ଗରେ? କୋବି ଆଳୁ ତରକାରୀ? କୋବି ଆଳୁ ତରକାରୀ, ପରଟା ଏଗୁଡ଼ା ନେଇକି ଯାଅ? ସ୍କୁଲରେ ମିଶିକି ସମସ୍ତଙ୍କ ସାଙ୍ଗରେ ମିଶିକି ଖାଅ? ତମ ସାଙ୍ଗମାନେ ସବୁ କ'ଣ ଆଣିଥାନ୍ତି ଟିଫିନ୍? ଚକଲେଟ୍, ସୁପ୍, ଓରିଓ ବିସ୍କିଟ୍, ଚୋକୋ ଚିପ୍ସ, ଡେରି ମିଲ୍କ। ଫ୍ରୁଟ୍ସ ଆଣନ୍ତି? ଆପେଲ୍, ଅରେଞ୍ଜ, ବାନାନା, ନୁଡଲ୍ସ ଏମିତି କିଛି ଆଣନ୍ତି? ହଁ। ସ୍କୁଲରେ ଯୋଉ ସବୁ ହୋମୱାର୍କ ଦିଆଯାଏ, ତମେ ଘରକୁ ନେଇକି ଆସ? ଘରେ କେତେବେଳେ କର? ସନ୍ଧ୍ୟାବେଳେ କର? କିଏ କରାନ୍ତି ତମକୁ? ବାପା କରାନ୍ତି ହୋମୱାର୍କ? ହଁ। ପାଠ ଯେତେବେଳେ ଯଦି ନ ପଢ କ'ଣ ହୁଏ? ମାଡ଼ ହୁଏ? ମାଡ଼ ପଡେ? ଆରେ, ଖାଇଲା ବେଳେ ବି ମାଡ଼, ପାଠ ପଢିଲା ବେଳେ ବି ମାଡ଼, ମାନେ ଖାଲି ମାଡ଼ ହିଁ ପଡୁଥିବ ତମକୁ ନା? ଆଉ ବହୁତ ପଡେ? ଲୁସି, ପାଠ ପଢିବା ଛଡା ତମେ ଆଉ କ'ଣ କର? ଗୀତ ଗାଏ। ଗୀତ ଗାଅ? ଗୀତ ଶିଖୁଛ? କୋଉଠି ଶିଖୁଛ? କୋଉ ଇନଷ୍ଟିଚ୍ୟୁଟରେ ଶିଖୁଛ ନା କେଉ ସାର୍ ଆସୁଛନ୍ତି ଘରକୁ ଶିଖଉଛନ୍ତି? ସାର୍ ଆସୁଛନ୍ତି? କ'ଣ ସାର୍ଙ୍କ ନାଁ? ବିଭୁ ସାର୍ ତମକୁ ଗୀତ ଶିଖଉଛନ୍ତି? କେତେ ଦିନ ହେଲାଣି ଶିଖିଲଣି? 1 ବର୍ଷ ହେଲା ମୁଁ ଶିଖୁଛି ଗୀତ। ହଁ, 1 ବର୍ଷ ହେଲାଣି ଶିଖିଲଣି। କ'ଣ ସବୁ ଶିଖିଛ କହିଲ? ଜଗତର ନାଥ, ସ୍ୱର୍ଗ ସୁନ୍ଦର,
ସାଇଟ୍ ମା ଆସିବ କି? ଆଜି ଆମ ପିଲାମାନଙ୍କୁ କ'ଣ ଗାଇକି ଶୁଣେଇବ? ଜଗତର ନାଥ। ଜଗତର ନାଥ ଗାଇବ? ହଉ ଗାଇଦିଅ। ଜଗତର ନାଥ ମତେ ଭକତି ଦିଅ, ଜଗତର ନାଥ ମତେ ଭକତି ଦିଅ, ଭଲ କାମ କରିବାକୁ ଶକ୍ତି ଦିଅ, ଜଗତର ନାଥ ମତେ ଭକତି ଦିଅ, ଜଗତର ନାଥ ମତେ ଭକତି ଦିଅ। ତୁମ ପିଠ ଭୁଲି ଯିବି ପାଦ ମୋର ଟାଣ କର, ତୁମ ପିଠ ଭୁଲି ଯିବି ପାଦ ମୋର ଟାଣ କର, ତୁମ ଗୀତ ଶୁଣିବି ମୁଁ କାନ ମୋର ଶାଣ କର, ତୁମ କଥା କହିବି ମୁଁ ଆଶିଷ ଦିଅ, ଜଗତର ନାଥ ମତେ ଭକତି ଦିଅ, ଜଗତର ନାଥ ମତେ ଭକତି ଦିଅ। ତୁମ ଗୀତ ଗାଇବି ମୁଁ କଣ୍ଠେ ମୋର ସୁର ଦିଅ, ତୁମ ଗୀତ ଗାଇବି ମୁଁ କଣ୍ଠେ ମୋର ସୁର ଦିଅ, ମନ ଲୋଭା ତୁମ ଛବି ମନେ ମୋର ଆଙ୍କି ଦିଅ, ଜଗତ ଠାକୁର ତୁମେ ମୋ ପାଶେ ରୁହ, ଜଗତର ନାଥ ମତେ ଭକତି ଦିଅ, ଜଗତର ନାଥ ମତେ ଭକତି ଦିଅ, ଭଲ କାମ କରିବାକୁ ଶକ୍ତି ଦିଅ, ଜଗତର ନାଥ ମତେ ଭକତି ଦିଅ, ଜଗତର ନାଥ ମତେ ଭକତି ଦିଅ, ମତେ ଭକତି ଦିଅ, ମତେ ଭକତି ଦିଅ। ଲୁସି, କେତେ ସୁନ୍ଦର ଗୀତ ତମେ ଗାଇଲ। ଆହୁରି ବଡ଼ ହେଲେ ଆହୁରି ସୁନ୍ଦର ଗୀତ ଗାଇବ। କ'ଣ ବଡ଼ ହେଇକି ଗୋଟେ ବଡ଼ ଗାୟିକା ହବ କି? ସିଙ୍ଗର ହବ? ହେବିନି। ଆଚ୍ଛା, ଆଉ ତାହେଲେ ଗୀତ କାହିଁ ଶିଖୁଛ? ମନ ଖୁସି କରିବା ପାଇଁ? ନାଇଁ ବାବା କହିଲେ ବୋଲି? ମନ ଖୁସି କରିବା ପାଇଁ। ମନ ଖୁସି କରିବା ପାଇଁ ଗୀତ ଗାଇଲେ ତମ ମନ ଖୁସି ହୁଏ? ଭଲ ଲାଗେ ନା? ଆଚ୍ଛା, କିନ୍ତୁ ବଡ଼ ହେଇ ସିଙ୍ଗର ହବନି। ଆଚ୍ଛା, ଯେତେବେଳେ ତମେ ଗୀତ ପ୍ରାକ୍ଟିସ୍ କରନି ଆଉ ପାଠ ପଢ଼ନି, କ'ଣ କର? ଗପ ବହି ପଢ଼େ। ଗପ ବହି? ତମର ଗପ ବହି ଅଛି? ହଁ। କେତେଟା ଅଛି? ଦୁଇଟା? କିଏ କିଣିକି ଦେଇଛି ନା ଗିଫ୍ଟ ମିଳିଛି? କିଣିକି ଦେଇଛି। କିଏ? ମାମା କିଣିକି ଦେଇଛନ୍ତି ଗପ ବହି? ଆଚ୍ଛା, ତମେ ପଢୁଛ ସେଇଟା ନା ନାଇଁ? କିଏ ପଢିକି ତମକୁ ଶୁଣଉଛି? ଏ ପଢିକି ମତେ ଶୁଣଉଛି। କିଏ? ସାନମା ତମକୁ ଗପ ପଢିକି ଶୁଣାନ୍ତି। ତମର ମନେ ଅଛି ଗପ? ଗୋଟେ ଗପ କହିଲ ଦେଖିଆ। ଗପର ନାଁ କ'ଣ କହିଲ ଆଗେ? କୁମ୍ଭୀର ଆଉ ମାଙ୍କଡ଼। ଆଚ୍ଛା, ଗପଟା କୁହ। ଗୋଟେ ନଈ କୂଳରେ ଗୋଟେ ଜାମୁକୋଳି ଗଛଟେ ଥିଲା। ସେଇ ଜାମୁକୋଳି ଗଛରେ ଗୋଟେ ମାଙ୍କଡ଼ଟେ ରହୁଥିଲା। ତାପରେ ନଈ କୂଳରେ ଗୋଟେ କୁମ୍ଭୀରଟେ ଆସିଲା। ତାପରେ ମାଙ୍କଡ଼କୁ କହିଲା, ମାଙ୍କଡ଼ ଭାଇ ମୋତେ କିଛି ଜାମୁକୋଳି ଦିଅ। ତାପରେ ସେ ଜାମୁକୋଳି କିଛି ତା ପାଟିରେ ପକେଇଲା। ତାପରେ କୁମ୍ଭୀର ଜାମୁକୋଳି ଖାଇକି ଖୁସି ହେଇଗଲା। ତାପରେ ସେ କହିଲା ଯେ ଆଉ ଟିକେ ଜାମୁକୋଳି ପକାଅ ବୋଲିକି। ତାପରେ ଆଉ ଟିକେ ଜାମୁକୋଳି ପକେଇଲା ମାଙ୍କଡ଼। ତାପରେ ସିଏ ତା ଘରକୁ ଗଲା କୁମ୍ଭୀର। ତାପରେ ତା ସ୍ତ୍ରୀକୁ ସେ ଖାଇବା ପାଇଁ ଦେଲା। ତା ସ୍ତ୍ରୀକୁ ତ ବହୁତ ମିଠା ଲାଗିଲା। ତା ସ୍ତ୍ରୀ କହିଲା ଯେ ସେ ମାଙ୍କଡ଼ଟା ସବୁଦିନ ଜାମୁକୋଳି ଖାଏ, ତା କଲିଜା ବି ଟିକେ ଟିକେ ମିଠା ହେଇଥିବ। ତାପରେ ପରଦିନ ସକାଳ ହେଲା। ତାପରେ କୁମ୍ଭୀର ସେ ମାଙ୍କଡ଼କୁ ଧରିବା ପାଇଁ ଗଲା। ତାପରେ ସେ ଜାମୁକୋଳି ଗଛ ପାଖରେ ରହିଲା। ତାପରେ ମାଙ୍କଡ଼କୁ କହିଲା, ମାଙ୍କଡ଼ ଭାଇ ଟିକେ ଆସ ଆମ ଘର ସାମ୍ନାରେ ବୁଲି ଦେଇକି ଆସିବ। ତାପରେ ମାଙ୍କଡ଼ କହିଲା, କୁମ୍ଭୀର ଭାଇ ମୁଁ ତ ପହଁରି ଜାଣେନି। ହେଲେ କୁମ୍ଭୀର କହିଲା, ମାଙ୍କଡ଼ ଭାଇ ତମେ ମୋ ପିଠିରେ ବସ, ମୁଁ ତମକୁ ଘର ସାମ୍ନାରେ ବୁଲେଇକି ନେଇଯିବି। ତାପରେ ମାଙ୍କଡ଼ ସେ ପିଠିରେ ବସି ପଡ଼ିଲା। ତାପରେ କୁମ୍ଭୀର ଗଲା ଅଧା ବାଟରେ ରହିକି କହିଲା, ମୁଁ ତ ଆଜି ତତେ ଖାଇବି,
ତ କଲିଜା ଖାଇବି। ତାପରେ ମାଙ୍କଡ଼ଟା ବହୁତ ଚାଲାକ୍, ସିଏ କହିଲା ଯେ କୁମ୍ଭୀର ଭାଇ, ମୁଁ ମୋ କଲିଜାଟା ସେ ଜାମୁକୋଳି ଗଛରେ ଛାଡ଼ି ଦେଇକି ଆସିଛି। ତାପରେ କୁମ୍ଭୀର ସେ ଜାମୁକୋଳି ଗଛ ପାଖକୁ ଗଲା। ଯେମିତି ସେ ଜାମୁକୋଳି ଗଛ ପାଖକୁ ଯାଇଛି, ମାଙ୍କଡ଼ ଡେଇଁକି ସେ ଜାମୁକୋଳି ଗଛ ପାଖକୁ ପଳେଇଲା। ତାପରେ ମାଙ୍କଡ଼ କହିଲା, ହେ ଭକା କୁମ୍ଭୀର, ଗଛରେ କ'ଣ କଲିଜା ରହେ? କଲିଜା ଦେହ ଭିତରେ ଥାଏ। ତାପରେ କୁମ୍ଭୀର ସେଠୁ ଚାଲିଗଲା। ବାଃ, ବଢ଼ିଆ ଗପଟା କହିଲ। ଆଉ ଗପରୁ ଆମେ କ'ଣ ଶିଖିଲେ? ଦୁଷ୍ଟ ଲୋକଙ୍କ ପାଖରେ ଦୂରେଇକି ରୁହ। ଦୁଷ୍ଟ ଲୋକଙ୍କଠୁ ଦୂରେଇକି ରୁହ। ହଁ। ଏଠି ଏଇ ଗପରେ ଦୁଷ୍ଟ କିଏ ଥିଲା? କୁମ୍ଭୀର ନା ମାଙ୍କଡ଼? କୁମ୍ଭୀର। କୁମ୍ଭୀର? କୁମ୍ଭୀର ମାଙ୍କଡ଼ର କଲିଜା ଖାଇବାକୁ ଚାହୁଁଥିଲା ନା? ମାଙ୍କଡ଼ ତାକୁ ଭଲ ବୁଦ୍ଧି ଶିଖେଇଲା, ନାଇଁ? ଆଚ୍ଛା ଲୁସି, ତମେ କହିଲ ପରା ତମେ ଭଲ କବିତା ଜାଣିଛ, ରାଇମ୍ସ। ହେଁ, ଆମ ପିଲାମାନଙ୍କୁ ରାଇମ୍ସ ଶୁଣେଇବ? ଗୋଟେ ରାଇମ୍ସ କହିଲ, କୋଉଥିରେ ଗାଇବ? ଓଡ଼ିଆରେ ନା ହିନ୍ଦୀରେ ନା ଇଂଲିଶରେ? ଇଂଲିଶ ହିନ୍ଦୀରେ। ଦିଟା ରାଇମ୍ସ ଶୁଣେଇବ? ହଉ କହିଦିଅ। ଆଗେ ଇଂଲିଶରେ କହିଦିଅ, ତାପରେ ହିନ୍ଦୀରେ କହିଦେବ। My red balloon, fly off to the sky. I jump up high, so reach the sky, but could not reach why. My red balloon, fly off to the sky. होली का हुडंग मचाए, होली का हुडंग, पशु पक्षी सब खेले मिलकर ले हाथों में रंग। कोयल भालू काले काले, चितकबरा रंग रंगाई रंग। बंदन मामा झांझ बजाता नाच रहा छन छन, ठुमके मारे चटुर लोमड़ी, हंसकर मिले सभी के संग। ବାଃ, ଏତେ ସୁନ୍ଦର ରାଇମ୍ସ ସବୁ ତମେ ଜାଣିଛ? କିଏ ଶିଖେଇଛି ତମକୁ ଏସବୁ ରାଇମ୍ସ? ବାପା। ବାବା ଶିଖେଇଛନ୍ତି? ତମ ସ୍କୁଲରେ ଏଗୁଡ଼ା ସବୁ ପଢ଼ା ହଉଛି? ହଁ। ଆରେ ବା, ତମେ ତ ତାହେଲେ ରାଇମ୍ସ କମ୍ପିଟିସନରେ ପୁରା ଫାଷ୍ଟ ହଉଥିବ। ଆରେ ବା, ବଢ଼ିଆ। ଆଉ ଲୁସି, ତମେ ଆଜି ଆମ ଆକାଶବାଣୀକୁ ଆସିଛ, ଏଇଠି ଆମ ସାଙ୍ଗରେ କଥା ହଉଛ, ଏତେ ପିଲାଙ୍କ ପାଖରେ ବସିଛ, ତମକୁ କେମିତି ଲାଗୁଛି? ଭଲ ଲାଗୁଛି। ଭଲ ଲାଗୁଛି? ହଁ। ଆଉ କେବେ ସମୟ ମିଳିଲେ ଆସିବ? ହଉ, ତାହେଲେ ଆଜି ପାଇଁ ଏତିକି। ଥ୍ୟାଙ୍କ ୟୁ। ହଁ ରେ ପିଲେ, ଆଜିର ସମୟ ଏଇଠି ଶେଷ ହେଲା। ପୁଣି ଥରେ ଭେଟ ହବ ଆଗାମୀ ସପ୍ତାହରେ। ଶୁଣିବାକୁ ଜମାରୁ ଭୁଲିବନି ତମର ପ୍ରିୟ କାର୍ଯ୍ୟକ୍ରମ ଶିଶୁ ସଂସାର। ତେବେ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ଉଠିବା।